ଗୋଟିଏ ଶାନ୍ତ ଗାଁରେ ବିକାଶ ଓ ରମେଶ ନାମର ଦୁଇ ଜଣ ଭଲ ବନ୍ଧୁ ରହୁଥିଲେ। ସେମାନେ ଦୁହେଁ ଛୋଟବେଳୁ ସାଙ୍ଗେ ସାଙ୍ଗେ ଖେଳୁଥିଲେ, ପଢ଼ୁଥିଲେ ଓ ଯେକୌଣସି କାମରେ ସହଯୋଗ କରୁଥିଲେ। ଗାଁରେ ସବୁ ଲୋକମାନେ କହୁଥିଲେ ଏପରି ବନ୍ଧୁତ୍ୱ ଦୁର୍ଲଭ। ବିକାଶ ଭଲ ମନ, ସହାୟକ ଓ ସାହସୀ ଥିଲା। ରମେଶ ବୁଦ୍ଧିମାନ ଥିଲା, କିନ୍ତୁ କେବେ କେବେ ନିଜ ସୁରକ୍ଷାକୁ ଅଧିକ ମୂଲ୍ୟ ଦେଉଥିଲା। ଦିନେ ସେମାନେ ଭାବିଲେ, ଆଜି ଚାଲ ଜଙ୍ଗଲକୁ ବୁଲିଯିବା। ସେଠାରେ ନୂଆ କିଛି ଦେଖିବାକୁ ମିଳିବ। ଦୁହେଁ ଖୁସିରେ ଗଲେ। ରାସ୍ତାରେ ହସି ମଜା କରି ଗୀତ ଗାଇ ଗଛମାନଙ୍କର ସୁନ୍ଦର ଦୃଶ୍ୟ ଉପଭୋଗ କରୁଥିଲେ। ଜଙ୍ଗଲରେ ପ୍ରବେଶ କରିବା ପରେ ସେମାନେ ବହୁତ ରଙ୍ଗ ବେରଙ୍ଗ ପକ୍ଷୀ, ହରିଣ ଓ ଖେଳୁଥିବା ବାନରମାନଙ୍କୁ ଦେଖିଲେ। ଦୁହେଁ ବହୁତ ଖୁସିରେ ସବୁ ଦେଖୁଥିଲେ। ହଠାତ୍ ସାମ୍ନାରୁ ଗୋଟିଏ ବଡ଼ ଭାଲୁଟିଏ ଆସିଲା। ସେମାନଙ୍କର ହୃଦୟ ଭୟରେ ଜୋରରେ ଧଡ଼କିଲା। ରମେଶ, ଯିଏ ସଦା ବୁଦ୍ଧିକୁ ଅଧିକ ଭାବୁଥିଲା, ତୁରନ୍ତ ଏକ ଉଚ୍ଚ ଗଛକୁ ଚଢ଼ିଲା। ସେ ନିଜକୁ ସୁରକ୍ଷାକୁ ପ୍ରଥମେ ଭାବିଲା। କିନ୍ତୁ ବିକାଶ ଗଛ ଚଢ଼ିବାକୁ ଜାଣିନଥିଲା। ସେ କିଛି ମୁହୂର୍ତ୍ତ ଭାବିଲା ଓ ଜଣେ ବୁଢ଼ା କହିଥିବା କଥା ସ୍ମରଣ କଲା, ଭାଲୁଟିଏ ମୃତଦେହକୁ ଛୁଏଁ ନାହିଁ। ତେଣୁ ସେ ଧୀରେ ଧୀରେ ଜମିନକୁ ପଡ଼ି ନିଶ୍ୱାସ ବନ୍ଦ କରି ମୃତକ ଭାବରେ ଶୋଇ ରହିଲା। ଭାଲୁଟିଏ ବିକାଶ ପାଖକୁ ଆସିଲା। ସେ ତାଙ୍କ ମୁହଁ, କାନ ଓ ଶରୀରକୁ ଶୁଙ୍ଘିଲା। ବିକାଶର ହୃଦୟ ଭୟରେ କମ୍ପିଥିଲା, କିନ୍ତୁ ସେ ଚାଲିଲା ନାହିଁ। ଶେଷରେ ଭାଲୁଟିଏ ଭାବିଲା ଏହା ମରିଗଲା ଓ ଧୀରେ ଧୀରେ ସେଠାରୁ ଚାଲିଗଲା। ବିପଦ କଟିଗଲା ପରେ ରମେଶ ଗଛରୁ ଓହ୍ଲାଇଲା। ସେ ହସିକି ପଚାରିଲା, ଭାଲୁଟିଏ ତୋ କାନରେ କ'ଣ କହିଲା ବୋଲି? ବିକାଶ ହାଲୁକା ହସି କହିଲା, ସେ କହିଲା, ସତ୍ୟକାର ବନ୍ଧୁ ବିପଦ ବେଳେ ସାଙ୍ଗକୁ ଛାଡ଼ି ପଳାଏ ନାହିଁ। ରମେଶ ମୁଣ୍ଡକୁ ଲମାଇଲା। ସେ ଅତ୍ୟନ୍ତ ଲଜ୍ଜାରେ ପଡ଼ିଲା। ସେ ବୁଝିଗଲା, ବନ୍ଧୁତ୍ୱ କେବଳ ଖୁସିରେ ସାଙ୍ଗ ହେବାର ନୁହେଁ, ଦୁଃଖ ଓ ବିପଦରେ ସାଥି ଦେବାର ତାହାର ମୂଲ୍ୟ ଅଛି। ବନ୍ଧୁ ସେହି ଦିନଠାରୁ ରମେଶ ପ୍ରତିଜ୍ଞା କଲା ଯେ ମୁଁ କେବେ ବିପଦ ବେଳେ ବନ୍ଧୁକୁ ଛାଡ଼ିବି ନାହିଁ। ସତ୍ୟକାର ବନ୍ଧୁତ୍ୱର ମାନ ଏଥିରେ।